ବାଇକ୍ ସହ 3 ଜଣ ନଦୀରେ ପଡ଼ିଲେ, ଜଣେ ମୃତ, 2 ଗୁରୁତର। ସୂଚନା ଅନୁସାରେ ନିଜ ଗ୍ରାମକୁ ଫେରୁଥିବା ବେଳେ 3 ଜଣ ବ୍ୟକ୍ତି ଗୋଟିଏ ବାଇକ୍ରେ ଯାଉଥିବା ବେଳେ ନଦୀରେ ଅସାବଧାନତା ସକାଶୁ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୃତ ହୋଇଥିଲେ, ସେମାନଙ୍କ ମଧ୍ୟରୁ 2 ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ରାଇକିଆ ଆମ୍ବୁଲାନ୍ସ ଉଦ୍ଧାର କରିଥିଲା ଏବଂ ଆମ୍ବୁଲାନ୍ସରେ ଉଦ୍ଧାର କରି ସେମାନେ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ଘଟିଛି ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗଣ୍ଡିସି ନଦୀରେ। ବାଇକ୍ରେ 3 ଜଣ ନିଜ ଗ୍ରାମ ମାଧିକିଆ ଫେରୁଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲେ। ଅସାବଧାନତା ସକାଶୁ ଏହିପରି ଦୁର୍ଘଟଣା ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଘଟଣାସ୍ଥଳରେ ଖବର ପାଇ ରାଇକିଆ ପୁଲିସ ପହଞ୍ଚି ତଦନ୍ତ କରୁଛି। ସେମାନଙ୍କ ମଧ୍ୟରୁ ପବିତ୍ର ଦିଗାଲ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ବିଜୁ ନାୟକ, ଅଶ୍ୱିନୀ ନାୟକ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ରହିଛି। ବହୁତ ବଡ଼ ଦୁର୍ଘଟଣା ଘଟିଛି। ଅସାବଧାନତା ସକାଶୁ ବା ଅସାବଧାନତା କାରଣରୁ ଏହିପରି ଦୁର୍ଘଟଣା ଘଟିଥାଇପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ଏବଂ ଅଞ୍ଚଳରେ ଶୋକର ଛାୟା ଘଟିଛି। ତେବେ ବିଳମ୍ବିତ ରାତିରେ 3 ଜଣ ବାଇକ୍ରେ ଯାଉଥିବା ବେଳେ ନଦୀରେ ଖସି ପଡ଼ିଥିଲେ ଏବଂ ସେଠାରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେପଟେ ବାସ୍ ସାମାଜିକ ସଂଗଠନର କର୍ମକର୍ତ୍ତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସରେ ସେମାନଙ୍କୁ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ସୂଚନା ରହିଛି। ତେବେ ଅସାବଧାନତା ସକାଶୁ 3 ଜଣ ନଦୀରେ ପଡ଼ିଯାଇଥିଲେ, ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। 2 ଜଣ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।